ଠାକୁରଙ୍କର ଜନ୍ମସ୍ଥାନ ଏହି କରମଳା ଗ୍ରାମରେ। 1904 ମସିହା ମକର ସଂକ୍ରମଣ 5 ଦିନ ଜାନୁଆରୀ ମାସ 18 ତାରିଖ ମାଘ ତ୍ରିବେଣୀ ଅମାବାସ୍ୟା ସୋମବାର ତିଥିରେ ଶ୍ରୀ ଅଭିରାମ ପରମହଂସ ଦେବ ରାଧା ନାମ୍ନୀ ମାତୃଦେବୀଙ୍କ କୋଳରେ ଜନ୍ମ ଲାଭ କରିଥିଲେ। ଦୁଇଟି ଘରର ପୁଅ ହୋଇ ଠାକୁର ଅତି ଅଲିଅଳରେ ବଢ଼ିଥିଲେ। କରମକ୍ଷେତ୍ରେ କଲିଆଳା ଏଣୁ ମୋ ନିବାସ କରମଳା। এই কর্মক্ষেত্র আড়া করে অর্থাৎ আশ্রয় নেই এটি কর্মক্ষেত্র ঠাকুর এটি করে নামটি হল করমলা। কররে ধরি অছি মালা এণু কর্মক্ষেত্রে কলিয়ালা এণু কররে ধরি অছি মালা। মালা ধরিকি মু জপুছি এমিতি ভাবে নাম জপুছি যে অন্তর আত্মা ভিতরে জীবাত্মা পরমাত্মা দুই জন খেলুচন্তি তাଙ୍କୁ মু ধরিছি ধরিকি জপ করুছি তেণু করম আড়া করমলা। তাଙ୍କ জন্ମ ସମୟରେ ବହୁ ଅଲୌକିକ ଘଟଣା ମାନ ମଧ୍ୟ ଘଟିଥିଲା। ଯେତେବେଳେ ସେ ରାଧା ମାଙ୍କ କୋଳ ମଣ୍ଡନ କଲେ ସେତେବେଳେ ସମ୍ପୂର୍ଣ୍ଣ ଘରଟି ଉଜ୍ଜଳ ଆଲୋକରେ ପୂର୍ଣ୍ଣ ହୋଇ ଉଠିଲା। ଏପରି ଅସାଧାରଣ ଶିଶୁର କ୍ରନ୍ଦନରେ ପିତାମାତାଙ୍କ ଅନ୍ତର ହରି କୀର୍ତ୍ତନର ଆନନ୍ଦରେ ଆହୁରି ଆନନ୍ଦମୟ ହୋଇ ଉଠିଲା। ପୁଣି ଏକ ଘଟଣା ଘଟିଲା। ତା ପରଦିନ ଜଣେ ହିନ୍ଦୁସ୍ଥାନୀ ସନ୍ନ୍ୟାସୀ ତାଙ୍କ ଦ୍ୱାରରେ ଆସି ଉପନୀତ ହେଲେ ଏବଂ ଆତିଥ୍ୟ ଗ୍ରହଣ ପୂର୍ବକ ରାତ୍ରି ଯାପନ କରି ନବଜାତ ଶିଶୁର ନାମ ଅଭିରାମ ରଖିବା ପାଇଁ ନିର୍ଦ୍ଦେଶ ଦେଲେ ଏବଂ ତାହା ହିଁ ହେଲା। ତେବେ ଜନ୍ମଦାତ୍ରୀ ରାଧାଦେବୀ ଅତି ଶ୍ରଦ୍ଧାରେ ତାଙ୍କ ନାଁ ରଖିଲେ ବିନୋରୀ। ଛୋଟ ବେଳରୁ ହିଁ ସେ ଦେଖାଇ ଚାଲିଥିଲେ ଗୋଟିଏ ପରେ ଗୋଟିଏ ଅଲୌକିକ ଘଟଣାମାନ। ସେ ଯେତିକି ଯେତିକି ବଡ଼ ହୋଇଯାଉଥାନ୍ତି ସେତିକି ତାଙ୍କ ଲୀଳାର ପରିପ୍ରକାଶ ହେଉଥାଏ। ପାଠ ବଦଳରେ ଷାଠକୁ ସେ ବେଶୀ ଗ୍ରହଣ କଲେ। ଖଞ୍ଜଣି ପଖାଉଜ ମୃଦଙ୍ଗ ଏସବୁରୁ ସେ ପାରଦର୍ଶୀ ହୋଇଉଠିଲେ। ଏମିତିକି ଛୋଟବେଳେ ନିଜର ସାଧନା ବଳରେ ସେ ଶୂନ୍ୟରେ ଉପବିଷ୍ଟ ହୋଇଥିଲେ। ପୂର୍ବ ଇତିହାସ ଅଛି। ଅଚ୍ୟୁତାନନ୍ଦ ଶିରୋମଣି ସନ୍ଥ ଶିରୋମଣି ଭବିଷ୍ୟତ ଜ୍ଞାତା ଅଚ୍ୟୁତାନନ୍ଦ ଲେଖିଥିଲେ ତାଙ୍କ ଗୁରୁଙ୍କର ଜନମ କହିବା ଚିଲିକାର ଉତ୍ତରରେ ଅଭିନ୍ନ ସୁନ୍ଦର ନାମ ବୋଲାଇବ ହେତୁ ରଖିବୁ କୁମରେ ଅନେକ ଶାସ୍ତ୍ର ପୁରାଣ ଲେଖିବ ସିଦ୍ଧାନ୍ତ ବଚନ ତାର ପରମହଂସ ଯେ ନାମ ବୋଲାଇବେ ସର୍ବେ ଡାକିବେ ଠାକୁର ଲକ୍ଷ ଶିଷ୍ୟ ଦେଉ ଦିନ ପୂର୍ଣ୍ଣ ହେବ ସେଦିନ ଛାଡ଼ିବ ଦେହ ବୀର ସିଂହ ଦେବ ହେତୁ ତାଙ୍କୁ ଦେବ ରୁଚୁ ପଞ୍ଚଭୂତେ ଥୁଅ 5 ଜଣ ଶିଷ୍ୟ ମୁକ୍ତି ଲଭିବେ ସର୍ବେ ଥିବେ ସାଧନରେ କରମଳା କ୍ଷେତ୍ର ବିଖ୍ୟାତ ହୋଇବ ଶ୍ରୀକ୍ଷେତ୍ର ହୋଇବ ଥରେ। କିନ୍ତୁ ସୃଷ୍ଟି ଦ୍ୱାରା ତିଆରି ହୋଇଥିବା ନିୟମକୁ କିଏ ବା ବଦଳାଇ ପାରିବ? ତାହା ହିଁ ହେଲା ଠାକୁର ଶ୍ରୀ ଅଭିରାମ ପରମହଂସ ଦେବ ଗୃହର ବନ୍ଧନକୁ ଛିନ୍ନ କରି ଯୋଡ଼ି ହୋଇଗଲେ ମାନବତାର ବନ୍ଧନରେ। ଦିନେ ଠାକୁରଙ୍କ ପ୍ରାପ୍ତ ବୟସ ହେଇଯାଇଛି। ମା କହୁଛନ୍ତି ଆରେ ବିନୋରୀ ତମର ତ ପ୍ରାପ୍ତ ବୟସ ହେଇଗଲାଣି ତୁମକୁ ବିବାହ କରିବାକୁ ପଡିବ। କହିଲେ ମା ମୁଁ ବିବାହ ହେବି ନିଶ୍ଚୟ। ନା ବିବାହ ହବୁ କହୁନୁ କାହିଁକି ବିବାହ ହଉନୁ କାହିଁ ଏଣେ ତେଣେ ବୁଲୁଛୁ କଣ କଥା? ନା ମୁଁ ବିବାହ ହେବି କାହାକୁ ବିବାହ ହେବି? ମୋ ଠାରୁ ଯୋଉମାନଙ୍କୁ ବଡ ଦେଖୁଛି ସେ ମୋର ବଡ ଭଉଣୀ ଭଳିଆ ଦେଖାଉଛନ୍ତି। ମୋ ସହିତ ଯୋଉମାନେ ବଡ ସେମାନେ ମୋର ମା ଭଳିଆ ଦେଖାଉଛନ୍ତି। ଆଉ ମୋ ସମାଜସ୍କନ୍ଦ ଯୋଉମାନେ ମୋର ଭଉଣୀ ଭଳିଆ ଦେଖାଉଛନ୍ତି। ଆଉ ସାନମାନେ ଯୋଉମାନେ ମୋର ଝିଅ ଭଳିଆ ମୁଁ କାହାକୁ ବିବାହ ହେବି? ମୋ ବିବାହ ହେଲା ବେଳେ କେହି ନାହାନ୍ତି। ପୁଣି କହିଲେ ହଁ ମୁଁ ବିବାହ ହେବି। ଏମିତି ବିବାହ ହେବି ସବୁଦିନ ଦେଖୁଥିବ ମା ବାଜା ବାଜୁଥିବ ଶଙ୍ଖ ହୁଳହୁଳି ପଡୁଥିବ ଅଦ୍ୟାବଧି ସେଇ ବିବାହ ଚାଲିଛି। ଅଦୃଷ୍ଟ ରଜା ବେଳୁ ସରିଛି ବିବାହଘର ତୋର ମୋର ବ୍ୟବହାର ଦେବଙ୍କ ଅଗୁଚର। ସେ ଅଦୃଷ୍ଟ ରଜା ବେଳୁ ଯେ ବିବାହଘର ସରିଛି ଠାକୁର ଅଦୃଷ୍ଟ ରଜା ବେଳୁ ଏ ମାତୃଗର୍ଭରୁ ବିବାହ ହେଇଛନ୍ତି ଜୀବାତ୍ମା ପରମାତ୍ମାର ବିବାହ ହେଇଛି। ଆଜି ଗୁରୁ ରୂପରେ ଶିଷ୍ୟ ବରଣ କରି ସାରିଲା ପରେ ତାଙ୍କୁ ସେ ବୁଝୁଛି ମୁଁ ତାଙ୍କର ସ୍ତ୍ରୀ ସେ ମୋର ସର୍ବସ୍ୱ ସେ ମୋର ସ୍ୱାମୀ। ଠାକୁର ଆଜି ଜଗତଗୁରୁ ଭାବରେ ପରିବ୍ୟାପ୍ତ ହେଇଛନ୍ତି। ସହସ୍ର ଜନମାନସ ସହସ୍ର ନରନାରୀ ତାଙ୍କ ଚରଣରେ ଆଶ୍ରୟ କରି ଜୀବନକୁ ଧନ୍ୟ କରିଛନ୍ତି। ସେଦିନର ସେ ଅଭିନବ ସଂସାର ବିରାଗୀ କିଶୋର ଅଭିରାମ ପରବର୍ତ୍ତୀ କାଳର ଅସାମାନ୍ୟ ଶକ୍ତିଧର ଠାକୁର ଶ୍ରୀ ଅଭିରାମ ପରମହଂସ ଦେବ ଲକ୍ଷାଧିକ ନରନାରୀଙ୍କର ପରମ ଆଶ୍ରୟ। ସେ ବ୍ରହ୍ମଗିରି ନିକଟସ୍ଥ ଖାଣ୍ଡବ ବନରେ ତପସ୍ୟା ନିରତ ରହି
ବନଦୁର୍ଗାଙ୍କୁ ନିଜର ସାକ୍ଷାତ ଗୁରୁ ରୂପେ ଲାଭ କରିଥିଲେ। ତେଣୁ ଆଶ୍ରମରେ ବନଦୁର୍ଗାଙ୍କର ପୂଜାର ବିଧାନ ରହିଛି।